ଭାରତର ଗଣପର୍ବ ରାଜନୀତି ଏବେ ମାହୋଲ ଚାଲିଛି। ବର୍ତ୍ତମାନ ସାଲେପୁର ଟାଙ୍ଗୀ ଅଞ୍ଚଳରେ ବିଜେପି, ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ ଏମିତିକି ସ୍ୱାଧୀନ ପ୍ରାର୍ଥୀମାନେ ବର୍ତ୍ତମାନ ତାଙ୍କର ଇଲେକ୍ସନ ମାହୋଲ ଜମେଇ ରଖିଛନ୍ତି। ବର୍ତ୍ତମାନ ଡୋର ଟୁ ଡୋର କ୍ୟାମ୍ପିଂ କଲା ଭିତରେ ବାଇକ୍ ରାଲି ଶୋ କରୁଛନ୍ତି। ବର୍ତ୍ତମାନ ଆମେ ଆସି ପହଞ୍ଚୁ ସାଲେପୁର ବ୍ଲକ ସାଲେପୁର ହାଟରେ। ଯେ ହାଟରେ ଆମେ ଦେଖିବା ରାଜନୀତି ମାହୋଲ କ'ଣ ଅଛି। କାହିଁକି ଜିତିବ ବୋଲି ଆଶା ରଖିଛନ୍ତି? କ'ଣ ତାର ଅଭିମୁଖ୍ୟ ରହିଛି? ସବୁ ପ୍ରକାର ଜିନିଷ ଆଭେଲେବୁଲ ସବୁ ଦଉଛି। କ'ଣ ସୁବିଧା ରହିଛି? ସବୁ ସୁବିଧା ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ଯୋଡ଼ି ସଂଖ୍ୟା ଆସିବ ବୋଲି ଆପଣ ଆଶା ରଖିଛନ୍ତି? ନିଶ୍ଚିନ୍ତ। ବର୍ତ୍ତମାନ ମାହୋଲ କ'ଣ ଅଛି ସାଲେପୁରରେ? ବିଜେପି ନା ବିଜେଡି ନା କଂଗ୍ରେସ ଜିତିବ ବୋଲି ଆପଣଙ୍କ ମାହୋଲ? ରାଜନୀତି ମାହୋଲ ଭାଇ ପୁରା ଗରମ। ଦେଖିବାକୁ ଝାଳ ବାହାରୁଛି, କିନ୍ତୁ ଏଠି କେବଳ ଶଙ୍ଖ, ଆଉ କିଛି ହବନି। ସ୍ଥିର ସରକାର ଆମର ଦରକାର। ଶଙ୍ଖ ଚିହ୍ନ ପାଇବ, ପ୍ରଶାନ୍ତ ବେହେରା ଏଠି ଜିତିବ। କେତେ ଭୋଟରେ ଜିତିବ ସେ କଥା ମୁଁ କହିପାରିବିନି। ଗତ ଥର 30,000 ଥିଲା, ଏଥର 40,000 ହେଇଗଲେ ଭଲ କଥା। ସ୍ଥିର ସରକାର ମିଳିବ, ଲୋକଙ୍କ ସାଙ୍ଗରେ ରହିବେ। ଇଲେକ୍ସନ ମାହୋଲ ବିଜେଡି, କଂଗ୍ରେସ ଏ ଚାଲିଥିଲା ବେଳେ ବର୍ତ୍ତମାନ କିଏ ଜିତିବ ବୋଲି ଆଶା ରଖୁଛନ୍ତି? ଆପଣ କାହାକୁ ଭୋଟ ଦେବେ ବୋଲି ଆଶା ରଖୁଛନ୍ତି? ବିଜେପି ଜିତିବ। ବିଜେପି ତ ସବୁ କରିସାରିଲା। ବିଜେପି ଜିତିବ ବୋଲି ଆପଣ ଖାସ 15 ବର୍ଷ ଖାଇଲେଣି, ଏଇଟା 5 ବର୍ଷ ଖାଉ। କିଏ 15 ବର୍ଷ ଖାଇଲେଣି? ବିଜେପି। କାହିଁ ସାଲେପୁର କ'ଣ ଉନ୍ନତି ହେଇନି? ଉନ୍ନତି ହଉନା, ବଦଳେଇବା ଦରକାର ଆମର। ଆପଣ ଚାହିଁବା କଥା ଯେ ପରିବର୍ତ୍ତନ ଆମେ ଚାହୁଁଛୁ। ବିଜେଡି, ବିଜେପି, କଂଗ୍ରେସ ଏଇ ମାହୋଲ ଚାଲିଥିଲା। ବର୍ତ୍ତମାନ କିଏ ଜିତିବ ବୋଲି ଆଶା ରଖୁଛନ୍ତି? କାହାକୁ ଭୋଟ ଦେବେ? ସେମିତି ଚାହୁଁଛନ୍ତି ପରିବର୍ତ୍ତନ। ଆଉ କ'ଣ ବର୍ତ୍ତମାନ ମାହୋଲ କାହାର ଅଧିକା ଅଛି? କାହାର ଅଧିକା ଅଛି ମୁଁ ସେମିତି କହିବି, ମୁଁ କହିପାରିବିନି ସେମିତି କାହାର। ବର୍ତ୍ତମାନ ତଥାପି ଆପଣ କ'ଣ ଯୁବପିଢ଼ି ଏକା ଚାହୁଁଛନ୍ତି? ପରିବର୍ତ୍ତନ। ବିଜେପି, ବିଜେଡି, କଂଗ୍ରେସ ମାହୋଲ ଚାଲିଛି। ବର୍ତ୍ତମାନ କାହାକୁ ଲୋକ ଏକା ସମର୍ଥନ କରୁଛନ୍ତି? କିଏ ଜିତିବ ବୋଲି ଆଶା ରଖୁଛନ୍ତି? ଆଶା କ'ଣ ବର୍ତ୍ତମାନ ଭଲ କ୍ୟାଣ୍ଡିଡେଟ୍ ଯାହା ଦିଆ ହେବ ତାକୁ ଭୋଟ ଦିଆଯିବ। କିଏ ଭଲ କ୍ୟାଣ୍ଡିଡେଟ୍ ଅଛି ବୋଲି ଆପଣ ଆଶା ରଖୁଛନ୍ତି? ସେମିତି ତ କହିବେ, ଭଲ ଆମେ ବାଛିକି କହିବୁ। ଏଠି ଆମେ ନାଁ କହିପାରିବୁନି। ତାହେଲେ ଆପଣ ମନେ ରଖିଛନ୍ତି ଉଚିତ ନ୍ୟାୟ ଦେବେ ବୋଲି? ଉଚିତ ନ୍ୟାୟରେ ଆମେ ଭୋଟ ଦେବୁ। ଆମର ଯିଏ ହାଟ ଠିକ ଇଏ କରିଥିବ, ଚାଷୀ ବସିବାକୁ ସୁବିଧା କରିଥିବ, ରାସ୍ତାଘାଟ ସୁବିଧା କରିଥିବ, ଆମେ ସେଇଆକୁ ଭୋଟ ଦେବୁ। ରାସ୍ତାଘାଟ କ'ଣ ଚାଷୀ ବସିବା ପାଇଁ କ'ଣ ସୁବିଧା ହେଇଛି ହାଟରେ? ହାଟରେ କାଦୁଅ ଖାଇଲେ କ'ଣ ଚାଷୀ ବସିବାକୁ ହଇରାଣ। ଯୋଉଠି ବେପାରୀ ବସୁନି, ସେଠି ଚାଷୀ ବସିବାକୁ ଜାଗା ନାହିଁ। ବିକାଶ ହେଇଛି ହାଟରେ, ବିକାଶ। ହଁ, ବହୁତ ବିକାଶ ହେଇଛି। ତାହେଲେ ଆପଣ ଏଥର ଉଚିତ ଜବାବ ଦିଆହବ ଏଥରକ। ବର୍ତ୍ତମାନ ବିଜେଡି, ବିଜେପି, କଂଗ୍ରେସ ବର୍ତ୍ତମାନ ସମସ୍ତେ କଣ୍ଟେଷ୍ଟ ହେଲା ବେଳେ ବର୍ତ୍ତମାନ କିଏ ଜିତିବ ବୋଲି ଆଶା କରୁଛନ୍ତି? ଜିତିବ କଂଗ୍ରେସ ଜିତିବ। କଂଗ୍ରେସ ବର୍ତ୍ତମାନ କ'ଣ ଯିଏ ଅଛନ୍ତି ନେତା, କ'ଣ ତାଙ୍କ ନାଁ? ନେତାଜୀ ଆକ୍ରମ ଖାନ୍। ସେ ଖାଇ ଏମିତି କ'ଣ ଜିତିବ ବୋଲି ଆପଣ ଆଶା କହୁଛି? ଜିତିବ ବୋଲି ଆଶା ରଖୁଛନ୍ତି? ଶୁଣ, ପରସେଣ୍ଟ ଦେଖିବାକୁ ଗଲେ ଯୋଉ ବିଜେଡି ଅସନ୍ତୁଷ୍ଟ ଭୋଟ ସବୁ ହାତକୁ ଯାଉଛି। ତାହା ସହିତ କଂଗ୍ରେସ ଯୋଉ ଭୋଟ ଆର୍ଥକ ଯାଇଥିଲା ପ୍ରଶାନ୍ତ ପାଖରୁ, ସେ ଭୋଟ ସବୁ କଂଗ୍ରେସ ଭୋଟ ରିଟର୍ଣ୍ଣ କରୁଛି। ଯଦି ପ୍ରକାଶ ବେହେରା ଦଳ ଛାଡ଼ି ପଳେଇଲେ କୋଉଠି ମାନେ ବିଜେପି କି, ତାଙ୍କ ଭୋଟ ସବୁ ମାନେ ଫେରିଯାଉଛି କଂଗ୍ରେସକୁ। ତାହା ସହିତ ମୁସଲମାନ ଭୋଟ 90% ହାତ ପାଇବ। ବର୍ତ୍ତମାନ ପ୍ରକାଶ ବେହେରା ସମର୍ଥନ କରିଛନ୍ତି ଯେ ମୋ କର୍ମୀ ମାନେ ବିଜେଡି କେହି ନାହାନ୍ତି। ଆମେ ମଧ୍ୟ ପ୍ରକାଶ ନ କରି ମୁଁ କହୁଛି, କିନ୍ତୁ ଆମେ କଂଗ୍ରେସ, ମୂଳ କଂଗ୍ରେସ, ସେ କଂଗ୍ରେସ ଆମେ ଅଛି। ସାଲେପୁର ବିଜେଡି, ବିଜେପି, କଂଗ୍ରେସ ବର୍ତ୍ତମାନ ମାହୋଲ ଚାଲିଥିଲା। ବର୍ତ୍ତମାନ କିଏ ଜିତିବ ବୋଲି ଆପଣ ଆଶା ରଖୁଛନ୍ତି? ଜିତିବା କଥା ଆମେ କ'ଣ ସାଲେପୁର ସମସ୍ୟା ଆମେ କହିବା ଯେଉଁ ସମସ୍ୟା ଅଛି ସାଲେପୁର ଆମେ ଯେଉଁ ଠିଆ ହେଇଛୁ, ବର୍ଷା ହେଲେ ଏଠି ସାଲେପୁର ଗରିବ ଚାଷୀ ବ୍ୟବସାୟୀ ମାନେ ଏଠି ବସିପାରନ୍ତି ନାହିଁ ଏବଂ ସାଲେପୁର ବଜାରର ପାଣି ଗାଁ ଭିତରେ ପଶୁଛି। ଦ୍ୱିତୀୟ କଥା ହେଲା ଏଠି ବିଜେପି, ବିଜେଡି, କଂଗ୍ରେସ କିଛି ନାହିଁ। ସାଲେପୁର ଅନେକ ସମସ୍ୟା ଅଛି। ପାଣି ସମସ୍ୟା ଅଛି ମୁଖ୍ୟ, ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀରେ ସାଲେପୁରର ନିଯୁକ୍ତି ସଂସ୍ଥା କିଛି ନାହିଁ। ସେଇ ହିସାବରେ ଆପଣ ଭୋଟ କେମିତି କ'ଣ ପାଇବେ ଆପଣ ଚିନ୍ତା କରିବେ। କ'ଣ ସାଲେପୁର ହାଟରେ ଚାଷୀମାନଙ୍କୁ ଆପଣ ବୁଝାଇପାରିବେ? ପ୍ରତ୍ୟେକ ଚାଷୀ ବ୍ୟବସାୟ ଠାରୁ ସାଲେପୁରରେ ଯେତେବେଳେ ବର୍ଷା ହେଉଛି ହାଟରେ ବନ୍ଦ, ଏବଂ ଗରିବ ଚାଷୀ, ଗରିବ ବ୍ୟବସାୟୀ ମାନେ ଖାଇବା ବି ପାଉନାହାନ୍ତି। ସାଲେପୁର ପାଣି ଏମିତି ପାସ୍ କରୁନି। ବିଜେପି ଯେତେବେଳେ ଶାସନ କଲାବେଳେ ବହୁତ ଥର ଆସୁଛନ୍ତି ମିଡ଼ିଆ ଭାଇ ମାନେ, ଫଟୋ ନେଉଛନ୍ତି, ନେତା ଆସୁଛନ୍ତି, ଆମେ ଏସା କରିବୁ ତେସା କରିବୁ, କିଛି ସମସ୍ୟା ଦୂର ହେଉନି। ଏବେ ଯେଉଁ ନୂଆ ରାସ୍ତା ହେଇଛି, ବର୍ଷା ହେଲା ପରେ ସାଲେପୁର ବୁଡ଼ିଯିବ ଆଗ। ଏବଂ ଆଉ ଗୋଟେ କଥା ହେଲା, ସାଲେପୁର ଜଗନ୍ନାଥ ମନ୍ଦିର ଆଗରେ ପାଚେରୀ ହେଲା ନା ନେତାମାନଙ୍କର, କି ଜଗନ୍ନାଥ ଆଗରେ ଡ୍ରେନ୍ ଅଛି, ଦେଖନ୍ତୁ ସେ ଡ୍ରେନ୍ଟା ଆଗେ ନା ପାଚେରୀ ଆଗେ?
ଏତିକି ମୋର କହିବା କଥା ଆପଣ କହିବା କଥା ପରିବର୍ତ୍ତନ ହେଲେ କାମ ସେ କଥା ଆମେ କେମିତି କହିବା ଆଜ୍ଞା? ଆପଣ ଜାଣିପାରନ୍ତି ପରିବର୍ତ୍ତନ କୋଉଟା ହବ କି ଅନୁଭବ କରନ୍ତୁ ଆଜ୍ଞା। ଆପଣ ଅନୁଭବ କରନ୍ତୁ ସାଲେପୁର ହାଟରେ ଯଦି ଗରିବ ଚାଷୀ କି 5 କିଲୋ ବାଇଗଣ ବିକିବା ପାଇଁ ଦୌଡ଼ି ପାରୁଛନ୍ତି ଅସୁବିଧାରେ ବୋଝ ମୁଣ୍ଡେଇକିରି ଖାଇବାକୁ ବର୍ଷାରେ ପାଣି ଦେଖା ରୋଡ ଉପରେ ଲୋକ ବସୁଛନ୍ତି ପୋଲିସ ତାଙ୍କୁ ରାହା କରି ବାଡେଇ ଯାଉଛି ରାସ୍ତା ବନ୍ଦ ହେଇଯାଉଛି। ଆଉ ପରିବର୍ତ୍ତନ ଦରକାର ଆଉ କଣ ଖୋଲାଖୋଲି କଥା ଆଉ କଣ। ଧନ୍ୟବାଦ। ଯୋଉ ସାଲେପୁର ବର୍ତ୍ତମାନ ଇଲେକ୍ସନ ମାହୋଲ ଚାଲିଛି କିଏ ଆଶା କରୁଛନ୍ତି ଜିତିବ ବୋଲି ବିଜେଡି ନା ବିଜେପି ନା କଂଗ୍ରେସ? ଶୁଣନ୍ତୁ ସମସ୍ତେ କମ୍ପିଟେଟିଭ ଅଛନ୍ତି ସମସ୍ତଙ୍କ ଭାଗ୍ୟ ନିରୂପଣ କରିବେ ଜନତା ଆମେ କିଏ କିନ୍ତୁ ପ୍ରତ୍ୟେକ ଲୋକ ଭୋଟ ଦେଲେ ଗୋଟେ ନୂଆ ସରକାର ଗଠନ ହେଇପାରିବ ଏତିକି। ମାନେ ଆପଣ କହିବା କଥା ଏକା ଚାହୁଁଛନ୍ତି ପରିବର୍ତ୍ତନ ଯୁଗ ଆଜ୍ଞା ଯୁବପିଢି ବର୍ତ୍ତମାନ ଏକା ବି କୁଆଡେ ମାଗୁଛନ୍ତି ବୋଲି ଆପଣ ଆଶା ରଖୁଛନ୍ତି? ନାଇଁ ମୁଁ ତ ମୋ ପର୍ସନାଲ ମ୍ୟାଟରରେ କହିବା କଥା ଭୋଟ ସମସ୍ତେ ଦିଅନ୍ତୁ ପରିବର୍ତ୍ତନ ହଉ ବା ନ ହଉ ମୁଁ ସେଇଟାକୁ ଇଣ୍ଟରେଷ୍ଟେଡ ନୁହେଁ କିନ୍ତୁ ଲୋକ ଭୋଟ ଦିଅନ୍ତୁ କାହାକୁ ଦେବେ ଲୋକ ବାଛିବେ। ବର୍ତ୍ତମାନ ବିଜେପି ବିଜେଡି କଂଗ୍ରେସ ବର୍ତ୍ତମାନ ମାହୋଲ କଣ ଅଛି କିଏ ଜିତିବ ବୋଲି ଆଶା ରଖୁଛନ୍ତି? ବିଜେପିର ସଂଖ୍ୟା ଅଧିକ ଆସିପାରେ କାଇଁ ଏମିତି ଆଶା ରଖିଛନ୍ତି? ଯେହେତୁ ଧର୍ମୀୟ ଭାବନାକୁ ବର୍ତ୍ତମାନ ଲୋକ ବେଶୀ ମୁହାଁଇଲେଣି ରାମ ମନ୍ଦିର ତିଆରି ହୋଇଯାଇଛି ଜଗନ୍ନାଥ ମନ୍ଦିର ବିଷୟରେ ସେ ରତ୍ନ ସିଂହାସନଠୁ ଆରମ୍ଭ କରି ଚାବି ହଜିବାଠୁ ଆରମ୍ଭ କରି ସବୁ ପ୍ରକାର ଏ ଯେଉଁ ରାସ୍ତା ଚତୁଃପାର୍ଶ୍ୱ ଖୋଲିବା ଇତ୍ୟାଦି ଇତ୍ୟାଦି ସେ ମାନେ ଉପସ୍ଥାପନ କରୁଛନ୍ତି ହୁଏତ ସେଇଟାକୁ ଟିକେ ଅଧିକାକୁ ନେଇଯିବ ବୋଲି ଆଶା। ଆପଣ ଚାହୁଁଛନ୍ତି ସାଲେପୁର ପରିବର୍ତ୍ତନର ପରିବର୍ତ୍ତନ ତ ଆମର ସମାଜର ଧର୍ମ କିନ୍ତୁ ପ୍ରକୃତରେ ପରିବର୍ତ୍ତନ ଗୋଟେ ଭୂମିକା ମାନେ ଭିତ୍ତିଭୂମି ରହିବା ଦରକାର ସେଇ ଭିତ୍ତିଭୂମିଟା ପାଇଁ ପରିବର୍ତ୍ତନ ଚାହୁଁ। ଜନତା ଜନାର୍ଦ୍ଦନ ଏବେ ସ୍ଥିର କରିଛନ୍ତି ସାଲେପୁର ନେତା ଏବେ ବଦଳି କରିବେ ଏବଂ ପରିବର୍ତ୍ତନ ସ୍ୱର ଏବେ ଶୁଣିବାକୁ ମିଳୁଛି। ଏବେ ପରିବର୍ତ୍ତନ ହେଉଛି କିମ୍ବା ଯିଏ ପୂର୍ବତନ ଥିଲେ ସିଏ ଏବେ ଦଳ ପାଉଛନ୍ତି ଯିଏକି ଦଳର ଦେଖୁଥିଲେ ବିଜେଡି ବାଲା କହୁଛନ୍ତି ବର୍ତ୍ତମାନ 40-50 ହଜାରରେ ଜିତିବେ ଏବଂ କିଛି ଲୋକ କହୁଛନ୍ତି ଆମେ ପରିବର୍ତ୍ତନ କରିବୁ କଂଗ୍ରେସ ବି କହୁଛି ତାର ସେ ବି ବହୁତ ଭୋଟରେ ଜିତିବ ଦେଖିବା ବାକି ରହିଲା ଇଲେକ୍ସନ ମାହୋଲ କେତେ ଆଗକୁ ଯାଉଛି ଆଉ କିଏ ନେତା ହଉଛନ୍ତି। ସାଲେପୁର ମହେଶ୍ୱର ବେହେରାଙ୍କ ରିପୋର୍ଟ ଜ୍ୟୋତି ପ୍ରଭା ନ୍ୟୁଜ୍।